ଜାଲିଆତି କରି ଭତ୍ତା ଟଙ୍କା ନେଉଥିଲେ ଏବେ ଥାନାରେ ଅଯୋଗ୍ୟଙ୍କ ନାଁରେ ମାମଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅରଗଳ ପଞ୍ଚାୟତରେ ଭତ୍ତା କେଳେଙ୍କାରୀ ମାମଲାରେ କାର୍ଯ୍ୟାନୁଷ୍ଠାନ। 65 ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଆଳି ବିଡିଓ। ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ପଞ୍ଚାୟତରେ 200ରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଭୋଟର ଆଇଡି ଓ ଆଧାର କାର୍ଡ ଜାଲିଆତି କରି ଭତ୍ତା ନେଉଥିଲେ। ଗତ 9 ତାରିଖ ଦିନ ପଞ୍ଚାୟତରେ 303 ଜଣଙ୍କୁ ଡକାଯାଇ ମେଡିକାଲ ଟିମ୍ ସହାୟତାରେ ଭେରିଫିକେସନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ 240 ଜଣ ଆସିଥିବା ବେଳେ 60 ଜଣ ଅନୁପସ୍ଥିତ ଥିଲେ। ଏନେଇ ଆଳି ବିଡିଓ ମିନତି ଜଗଦେବ 65 ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ଅଯୋଗ୍ୟ ହିତାଧିକାରୀଙ୍କୁ 7 ମାସର ଭତ୍ତା ଟଙ୍କା ଫେରାଇବା ସହିତ ଲିଗାଲ ଆକ୍ସନ ପାଇଁ ଏତଲାରେ ଦର୍ଶାଇଛନ୍ତି। इनक्वारी रे फास्ट राउंड रे इनक्वारी जना पड़ला तांगर डॉक्यूमेंट गुडा भूल डॉक्यूमेंट फॉर्ज डॉक्यूमेंट देछन तेनो सेही आधार रे तांग गोटे लीगल एक्शन निया जाउ तांको लीगल एक्शन नेगिरी तांकोठु से पैसा वाडा को रिकवरी करा जिया पई कि हमें थाना को देछु इंस्ट्रक्शन।